କେନ୍ଦୁଝରରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା। ହୁ ହୁ ହୋଇ ରାଜ୍ୟରେ ବଢ଼ି ଚାଲିଛି ବେକାରୀ ସମସ୍ୟା। ଶିକ୍ଷିତ ବେକାରଙ୍କ ସଂଖ୍ୟା ଏତେ ଜୋରରେ ବଢ଼ିଯାଇଛି ଯେ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। କେହି କେହି ଶିକ୍ଷିତ ବେକାର ଯୁବକମାନେ କୁପଥରେ ପାଦ ଦେଇ ନିଜ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି। କିଏ ଚାକିରି ପାଇଁ ପାଗଳ ତ କିଏ ବେକାରୀ ପାଇଁ ପାଗଳ। ଛୋଟବେଳୁ ଉଚ୍ଚଶିକ୍ଷିତର ସ୍ୱପ୍ନ ଦେଖି ନିଜ ଜୀବନ ଭବିଷ୍ୟତର ଲମ୍ବା ରାସ୍ତାରେ ସୁଖରେ ଚାଲିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ସେହି ସ୍ୱପ୍ନ ଅଧାରେ ରହି ଜୀବନ ଭବିଷ୍ୟତରେ ଢାଙ୍କି ହୋଇଯାଉଛି କାଳି ଅନ୍ଧାରର ଏକ କରୁଣ ଭରା ଦୃଶ୍ୟ। ନା ସେ କାଳି ଅନ୍ଧାରରୁ ବାହାରି ପାରୁଛନ୍ତି, ନା ସେ କାଳି ଅନ୍ଧାର ଭିତରେ ରହି ଭବିଷ୍ୟତ ଗଢ଼ି ପାରୁଛନ୍ତି। ସବୁରି ଉତ୍ତରରେ କେବଳ ଗୋଟିଏ ଶବ୍ଦକୁ ସାମ୍ନା କରିବାକୁ ପଡ଼ୁଛି, ସେ ହେଉଛି ବେକାର। ଏହି ବେକାର ସମସ୍ୟାକୁ ଦୂରୀକରଣ କରିବା ପାଇଁ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କ ଏକ ଦୃଢ଼ ପଦକ୍ଷେପ ନିଯୁକ୍ତି ମେଳା। କେନ୍ଦୁଝର ଜିଲ୍ଲା ମାଇନିଂ ସ୍କୁଲ ପଡ଼ିଆରେ ଆୟୋଜନ ହୋଇଯାଇଛି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା 2024-2025। ଏହି ନିଯୁକ୍ତି ମେଳାରେ କେନ୍ଦୁଝର ଜିଲ୍ଲାର ପୁରପଲ୍ଲୀଠାରୁ ଆରମ୍ଭ କରି ବହୁ ଦୁର୍ଗମ ଅଞ୍ଚଳରୁ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ଆସି ଭାଗ ନେଇଥିଲେ। ଭବିଷ୍ୟତ ଜୀବନର ଏକ ଶୁଭ କାମନା କରି ପ୍ରଶାସନ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ବେକାର ଯୁବକ ଯୁବତୀଙ୍କ ପାଇଁ ଖୁବ୍ ସହାୟକ ହୋଇପାରିବ ବୋଲି ସେହି ଆଶା କରାଯାଉଛି। ସେହି ଆଶା ଆଉ ଅଗାଢ଼ ବିଶ୍ୱାସ ନେଇ ଯୁବକ ଯୁବତୀମାନେ ନିଯୁକ୍ତି ମେଳାରେ ନିଜର ଶିକ୍ଷାଗତ ପ୍ରମାଣପତ୍ର ନେଇ ଆସିଥିବାର ଦୃଷ୍ଟିକୁ ଆସିଛି। ଏହି ନିଯୁକ୍ତି ମେଳାରେ ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ନିଯୁକ୍ତି ପାଇ ତାଙ୍କ ସୁନ୍ଦର ଭବିଷ୍ୟତ ଗଢ଼ିପାରିବେ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି। ଏହି ନିଯୁକ୍ତି ମେଳା ଆୟୋଜନ ହୋଇଥିବା ମାଇନିଂ ସ୍କୁଲ ପଡ଼ିଆଟି ଭିନ୍ନ ଏକ ପରିବେଶରେ ସଜ୍ଜିତ ହୋଇଯାଇଥିଲା। ଶିକ୍ଷିତ ଯୁବକ ଯୁବତୀଙ୍କ ଗହଳିରେ ପଡ଼ିଆଟି ଜନଗହଳି ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ୱପ୍ନର ଝଲକ ଦେଖିବାକୁ ମିଳିଥିଲା ଯୁବକ ଯୁବତୀଙ୍କ ହୃଦୟରେ। କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ଭରା ରତ୍ନଗର୍ଭା ମାଟି, ଯେଉଁ ମାଟିରୁ ଖଣିଜ ପଦାର୍ଥ ପରିବହନ କରି ଓଡ଼ିଶା ରାଜ୍ୟ ସ୍ୱତନ୍ତ୍ର ପରିଚୟ ପାଇପାରିଛି। ଏହି ଖଣି ଖାଦାନ ସହିତ କାରଖାନାରେ ବାହାର ରାଜ୍ୟର ବ୍ୟକ୍ତି ନିଯୁକ୍ତି ପାଇ ନିଜ ପରିବାରକୁ ସୁଦୃଢ଼ କରିପାରିଥିବା ବେଳେ କେନ୍ଦୁଝର ମାଟିର ଶିକ୍ଷିତ ଯୁବକ ଯୁବତୀ ଆଜି ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଥିବା, ଏହା ଏକ ନିନ୍ଦନୀୟ ବିଷୟ। ଏହି ନିନ୍ଦନୀୟ ବିଷୟକୁ ଘଣ୍ଟ ଘୋଡ଼ାଇ ରଖିପାରିବା ପାଇଁ କେନ୍ଦୁଝର ଜିଲ୍ଲାରେ ଆୟୋଜନ ହୋଇଥିବା ନିଯୁକ୍ତି ମେଳା ଖୁବ୍ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି। ଖୁବ୍ ଶୃଙ୍ଖଳାର ସହିତ ଏହି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜନ ହୋଇଥିବା ବେଳେ ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ବୋଲି ଆଶା କରାଯାଉଛି। କେନ୍ଦୁଝର ସଦରରୁ କ୍ଷେତ୍ରବାସୀ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।